ଓଡ଼ିଆ ଭାଷା ବିକାଶ ମଞ୍ଚ ଓଡ଼ିଆ ଭାଷା ବିକାଶ ମଞ୍ଚର ସାହିତ୍ୟ ସନ୍ଧ୍ୟା। ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ଏକ ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ରାଉରକେଲାରେ। ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ 2024 ଶେଷ କାବ୍ୟ ସନ୍ଧ୍ୟା ଓ ନୂତନ ବର୍ଷର ଆବାହନ ସହିତ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ଭକ୍ତକବି ମଧୁସୂଦନ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ସାହିତ୍ୟ କୃତିର ସ୍ମୃତିଚାରଣ, ଚଳଚ୍ଚିତ୍ର ଜଗତର ମହାନ ଭାରତୀୟ ନକ୍ଷତ୍ର ଶ୍ୟାମ ବେନେଗାଲ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ତିରୋଧାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ଅଭୂତପୂର୍ବ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ନାଟ୍ୟକାର ପ୍ରଫୁଲ୍ଲ ସାମଲ ଶ୍ରଦ୍ଧାଞ୍ଜଳି ଅଭିଭାଷଣରେ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ କଲଚରାଲ ଏକାଡେମୀର ସଭାପତି ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦେଇ ବିଶ୍ୱ ସାହିତ୍ୟରେ ପ୍ରଗତିଶୀଳ ସାହିତ୍ୟ କିପରି ଅଦ୍ଭୁତପୂର୍ବ ଆଲୋଡ଼ନ ସୃଷ୍ଟି କରିଥିଲା ସେ ସମ୍ପର୍କରେ ଆଲୋକପାତ କରି ଯେଉଁ ସାହିତ୍ୟ କର୍ମ ପ୍ରେରଣାକୁ ଜୀବିତ କରେ, ଆଗେଇ ଯିବାକୁ ଉତ୍ତାପ ଦିଏ, ଅମଡ଼ା ମାଡ଼ିଯିବାକୁ ସାହସ ଓ ଧୈର୍ଯ୍ୟ ଦିଏ, ସେହି ସାହିତ୍ୟ ମାନବିକ ସଭ୍ୟତା ପାଇଁ ମୃତ୍ୟୁ ସଞ୍ଜୀବନୀ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ରୂପେ ବରିଷ୍ଠ କବି ବଳରାମ ରାଉଳ ଚଳିତ ଶତକର ପ୍ରଗତିଶୀଳ କବିତାର ସୁର ସମ୍ପର୍କରେ ଆଲୋଚନା କରି ଏକବିଂଶ ଶତାବ୍ଦୀର କାବ୍ୟକାରମାନଙ୍କର ପ୍ରଗତିଶୀଳ କାବ୍ୟ ସ୍ୱରରେ କୁସଂସ୍କାର, କୁପ୍ରଥା, ଭ୍ରଷ୍ଟାଚାରକୁ ଝାଡ଼ିଝୁଡ଼ି ସଫା କରି ଏକ ସଂସ୍କାରବାଦୀ ମାନବିକ ସଭ୍ୟତା ଗଠନ ଦିଗରେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। ସଭାପତି ଶ୍ରୀ ପତି ଆଲୋଚନାର ନିର୍ଯାସକୁ ଉପସ୍ଥାପନ କରି ମାନବ ସମାଜର ଶ୍ରେଣୀ ସଂଗ୍ରାମରୁ ବିବର୍ତ୍ତିତ ହୋଇ ଚାଲିଥିବା ଧାରାରେ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହାକୁ ପ୍ରଗତିଶୀଳ ସାହିତ୍ୟ କୁହାଯାଏ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ପ୍ରଗତିଶୀଳ କବିତା ସଂଯୋଜନାରେ ବିଶ୍ୱର ପ୍ରସିଦ୍ଧ ପ୍ରଗତିଶୀଳ କବିମାନଙ୍କର ପଂକ୍ତି ଉଦ୍ଧାର କରି ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଯୁଗର ଧାର ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାର ଯଶସ୍ୱୀ କବି କବୟତ୍ରୀ ସର୍ବଶ୍ରୀ ଡକ୍ଟର କୃପାସିନ୍ଧୁ ନାୟକ, ତ୍ରିନାଥ ସିଂ, ମୀନକେତନ ପଶାୟତ, ଅକ୍ଷୟ ସାମଲ, ଶ୍ରୀଧର ସୁନା, ସତ୍ୟବ୍ରତ ଦାସ, ଅଜୟ କୁମାର ମହାନ୍ତି, ପ୍ରତାପ କୁମାର ପଣ୍ଡା, ଆଲୋକ ବୋଷ, ଉମେଶ ପାତ୍ର, ଧୋବେଇ ବେହେରା, ନିକୁଞ୍ଜ ବିହାରୀ ଦାସ, ଗୌତମ ଦାସ, ଗଦାଧର ରଥ, ଗୀତାରାଣୀ ବେହେରା, ସବିତା ବସ୍ତିଆ, ଅଳକା ରଶ୍ମି ମହାନ୍ତି, ଅର୍ଚ୍ଚନା ପାତ୍ର ପ୍ରମୁଖ କବି କବିତା ପାଠ କରିଥିଲେ। ପ୍ରାବନ୍ଧିକ ଆଇନଜୀବୀ କେଦାରନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ସର୍ବଶ୍ରୀ ଗଗନ ବିହାରୀ ଧଳ, ଡକ୍ଟର ସୁମନ ଦତ୍ତ, ପ୍ରମୋଦ ଜଗଦେବ, କୁଞ୍ଜବିହାରୀ ରାଉତ, ଚନ୍ଦ୍ରଶେଖର ପାଇକରାୟ, ଡକ୍ଟର ନଗେନ ଦାସ, ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ ଦାସ, ଧନଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।